ଆଜିର ଏହି କ୍ଲାସରେ ଆମେ ଦେଖିବା ସଂକ୍ଷେପଣ ବା ଏକପଦୀକରଣ। ତ ଫାଷ୍ଟ ଦେଖିବା ଆମେ ସଂକ୍ଷେପଣ। ସଂକ୍ଷେପଣ କ'ଣ ଆଉ ସଂକ୍ଷେପଣ କେମିତି କରାଯାଏ। ଫାଷ୍ଟ ଦେଖିବା ଆମେ ସଂକ୍ଷେପଣ କ'ଣ। ଭାବ ବା ଅର୍ଥର ପରିବର୍ତ୍ତନ ନ କରି ବିଭିନ୍ନ ଉପାୟରେ ବାକ୍ୟକୁ ସଂକ୍ଷିପ୍ତ କରିବାକୁ ସଂକ୍ଷେପଣ କୁହାଯାଇଥାଏ। ତ ସଂକ୍ଷେପଣ ବା ସଂକ୍ଷିପ୍ତ ଆମେ ବାକ୍ୟକୁ କେମିତି କରିପାରିବା ନା ସନ୍ଧି ଦ୍ୱାରା, ସମାସ ଦ୍ୱାରା, ଉପସର୍ଗ ଦ୍ୱାରା, କୃଦନ୍ତ ଦ୍ୱାରା, ସନ୍ତ ଦ୍ୱାରା, ଯଙ୍କ୍ତ ଦ୍ୱାରା, ସମାର୍ଥବୋଧକ ଶବ୍ଦ ଦ୍ୱାରା, ନାମଧାତୁ ଦ୍ୱାରା ଆଉ ତଦ୍ଧିତ ଶବ୍ଦ ଦ୍ୱାରା ଆମେ ବାକ୍ୟକୁ ସଂକ୍ଷିପ୍ତ କରିପାରିବା। ତ ଫାଷ୍ଟ ଦେଖିବା ଆମେ ସନ୍ଧି ଦ୍ୱାରା କେମିତି ବାକ୍ୟକୁ ସଂକ୍ଷିପ୍ତ କରାଯାଏ। ତ ଫାଷ୍ଟ ଅଛି ସନ୍ଧି ଦ୍ୱାରା ସଂକ୍ଷେପଣ। ଏଠି ଗୋଟେ ଉଦାହରଣ ଲେଖା ହେଇଛି କି ମୋର ଆଦେଶ ଅନୁସାରେ ତୁମେ କାର୍ଯ୍ୟ କର। ଏଠି ଆଦେଶ ଅନୁସାରେକୁ ସଂକ୍ଷେପଣ କରାଯାଇଛି ବା ସଂକ୍ଷିପ୍ତ କରାଯାଇଛି। ଆଦେଶ ଅନୁସାରେ ମାନେ ଆଦେଶ ପ୍ଲସ୍ ଅନୁସାରେ, ଏଇଟା ମିଶିକି ହେଇଗଲା ଆଦେଶାନୁସାରେ। ସେଭଳି ଦେଖିବା ଆମେ ସଦାନନ୍ଦର କେମିତି ହେଇଛି ସଦା ପ୍ଲସ୍ ଆନନ୍ଦ। ତାପରେ ଅଦ୍ୟାବଧିର ଅଦ୍ୟ ପ୍ଲସ୍ ଅବଧି। ସଦ୍ବିଚ୍ଛାର କେମିତି ହେଇଛି ସତ୍ ପ୍ଲସ୍ ଇଚ୍ଛା। ତାପରେ ବିଦ୍ୟାରମ୍ଭର ବିଦ୍ୟା ପ୍ଲସ୍ ଆରମ୍ଭ। ତାପରେ ବଦ୍ଧାଗମନର ବଧୁ ପ୍ଲସ୍ ଆଗମନ। ତାପରେ ଅଛି ନଦୀମ୍ଭୁର ନଦୀ ପ୍ଲସ୍ ଅମ୍ବୁ। ମନୋଭୀଷ୍ଟର ମନୋହ ପ୍ଲସ୍ ଅଭୀଷ୍ଟ। ଏବେ ଦେଖିବା ଆମେ ସମାସ ଦ୍ୱାରା ସଂକ୍ଷେପଣ। ଏଠି ଗୋଟେ ଉଦାହରଣ ଅଛି ଭିକ୍ଷାର ଅଭାବ ସମୟରେ ସାଧାରଣ ଲୋକେ ବହୁ କଷ୍ଟ ପାଆନ୍ତି। ତ ଭିକ୍ଷାର ଅଭାବକୁ ଆମେ ସଂକ୍ଷେପଣ କରିବା। ଭିକ୍ଷାର ଅଭାବ ମାନେ ଦୁର୍ଭିକ୍ଷରେ ସାଧାରଣ ଲୋକେ ବହୁ କଷ୍ଟ ପାଆନ୍ତି। ଏହିପରି ଭାବରେ ସମାସରେ ଯେତେ ସାରା ଅଛି ସଂକ୍ଷେପଣ ତାହାକୁ ଆମେ ବୁଝିବା। ଭିକ୍ଷାର ଅଭାବ ଦୁର୍ଭିକ୍ଷ, ସ୍ତ୍ରୀ ସହିତ ସ୍ୱସ୍ତିକ, କାନରେ କହେ ଯେ କାନ କୁହା। ସେହିପରି ଭାବରେ ଆମେ ଦେଖିବା ମରଣ ପର୍ଯ୍ୟନ୍ତ ଆମରଣ, କୂଳର ସମୀପ ଉପକୂଳ, ନାହିଁ ଧନ ଯାହାର ନିର୍ଧନ, ଯେଉଁ ନାରୀ ସୂର୍ଯ୍ୟଙ୍କୁ ଦେଖି ନାହିଁ ଅସୂର୍ଯ୍ୟ ପଶ୍ୟା, ଚିତ୍ର ଉତ୍ପଳ ଅଛି ଯହିଁରେ ଚିତ୍ରୋତ୍ପଳା, ପ୍ରତିଷ୍ଠା ଲାଭ କରିଅଛନ୍ତି ଯେ ଲବ୍ଧ ପ୍ରତିଷ୍ଠ, ତ୍ରିଲୋକର ସମାହାର ତ୍ରିଲୋକୀ, ବିଧିକୁ ଅତିକ୍ରମ ନ କରି ଯଥାବିଧି, ସଭନ ହୃଦୟ ଯାହାର ସୁହୃଦ। ତାପରେ ଅଛି ଯହିରେ କର ଦେବାକୁ ହୁଏ ନାହିଁ ନିଷ୍କର, ଜାତ ହୁଏ ନାହିଁ ଶତ୍ରୁ ଯାହାର ଅଜାତ ଶତ୍ରୁ, ଜାତ ହୁଏ ନାହିଁ ଶ୍ମଶ୍ରୁ ଯାହାର ଅଜାତ ଶ୍ମଶ୍ରୁ, ଦୀର୍ଘସୂତ୍ର ଯାହାର ଦୀର୍ଘସୂତ୍ରୀ ବା ଦୀର୍ଘସୂତ୍ର। ଦୀର୍ଘସୂତ୍ରୀ ବା ଦୀର୍ଘସୂତ୍ରର ଅର୍ଥ ହେଲା ଯେ କାର୍ଯ୍ୟରେ ଅବହେଳା ବା ହେଳା କରେ। ତାପରେ ଆପଣା ଉପରେ ନିର୍ଭର କରିବାଶୀଳ ଯାହାର ଆତ୍ମନିର୍ଭରଶୀଳ, ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଆପାଦ ମସ୍ତକ, କର୍ତ୍ତବ୍ୟ ସ୍ଥିର କରିବାରେ ଯେ ବିମୂଢ଼ କିଂ କର୍ତ୍ତବ୍ୟ ବିମୂଢ଼। ତାପରେ ଅଛି ନାହିଁ ଜନ୍ମ ଯାହାର ଅଜନ୍ମା, ଯେ ଜନ୍ମରୁ ଉତ୍ପନ୍ନ ହୋଇନାହିଁ ବା ଅଜନି। ତାପରେ ଅଛି ଯହିଁରେ କର ଦେବାକୁ ହୁଏ ନାହିଁ ନିଷ୍କର, ଯେଉଁ ସ୍ତ୍ରୀର ପ୍ରସବ କାଳ ଆସନ୍ନ ପ୍ରସବା। ତାପରେ ଅଛି ନାହିଁ ଅନ୍ୟ ଉପାୟ ଯାହାର ଅନନ୍ୟ ପାୟ, ମୃତ ହୋଇଅଛି ଦାରା ଯାହାର ମୃତ ଦାର, ଯେ ରାଜା ସେ ଋଷି ରାଜର୍ଷି, ଗଦାକୁ ଧାରଣ କରିଛନ୍ତି ଯେ ଗଦାଧର, ଯୁବତୀ ଜାୟା ଯାହାର ଯୁବଜାନୀ, ସହସ୍ର ଅକ୍ଷୀ ଯାହାର ସହସ୍ରାକ୍ଷ, ପୁଶ୍ଚିତ ଆଚାର କଦାଚାର, ସରସି ଜନ୍ମେ ଯେ ସରସିଚ, ଶ୍ରୀ ଦ୍ୱାରା ସମ୍ପନ୍ନ ଯେ ଶ୍ରୀ ସମ୍ପନ୍ନ, ଯେଉଁ ଦେଶରେ ରାଜା ନାହିଁ ଅରାଜକ। ତାପରେ ଦେଖିବା ଆମେ ଗଧୀର ଦୁଧ ଗଧ ଦୁଧ, ହଂସୀର ଡିମ୍ବ ହଂସ ଡିମ୍ବ। ତାପରେ ଅଛି ଯୋଗରେ ଆସିନ ଯୋଗାସୀନ, ନଦୀ ମାତା ଯାହାର ନଦୀ ମାତୃକ, ପାପକୁ ଆଚରଣ କରେ ଯେ ପାପାଚାରୀ, ମିଥ୍ୟା କହେ ଯେ ମିଥ୍ୟାବାଦୀ, ଅଜ୍ଞାନ ରୂପକ ଅନ୍ଧକାର ଅଜ୍ଞାନାନ୍ଧକାର, କନ୍ୟା ରୂପକ ରତ୍ନ କନ୍ୟାରତ୍ନ, ବିଗତ ପତ୍ନୀ ଯାହାର ବିପତ୍ନିକ, ବିରୂପ ଅକ୍ଷୀ ଯାହାଙ୍କର ବିରୂପାକ୍ଷ, ଶତ ଅବ୍ଧର ସମାହାର ଶତାବ୍ଦୀ, ଚୌପଦର ସମାହାର ଚୌପଦୀ, ମୂର୍ତ୍ତିର ସଦୃଶ ପ୍ରତିମୂର୍ତ୍ତି, ରୂପର ଯୋଗ୍ୟ ଅନୁରୂପ, ବନ୍ଦୋବସ୍ତର ଅଭାବ ବେବନ୍ଦୋବସ୍ତ, କୂଳର ବିପରୀତ ପ୍ରତିକୂଳ, ବିଗତ ନିଦ୍ରା ଯାହାର ବିନିଦ୍ର। ତାପରେ ଅଛି ଉପସର୍ଗ ଦ୍ୱାରା ସଂକ୍ଷେପଣ। ଉପସର୍ଗ ଦ୍ୱାରା ସଂକ୍ଷେପଣ କେମିତି କରାଯାଏ ତାପରେ ଦେଖିବା ଆମେ। ଫାଷ୍ଟ ଅଛି ପଛେ ପଛେ ଗମନ କରିବା ଅନୁଗମନ। ତାପରେ ଊର୍ଦ୍ଧ୍ୱକୁ ଶ୍ୱାସ ଉଚ୍ଛ୍ୱାସ, ସମ୍ୟକ୍ ଭାଷଣ ସମ୍ଭାଷଣ, ଊର୍ଦ୍ଧ୍ୱକୁ କ୍ଷିପ୍ତ ଉତ୍କ୍ଷିପ୍ତ। ତାପରେ ଈଷତ୍ ସିଜା ଦର ସିଜା, ପକ୍ଷର ବିପରୀତ ବିପକ୍ଷ, ଈଷତ୍ ରକ୍ତ ଆରକ୍ତ। ଏବେ ଦେଖିବା ଆମେ କୃଦନ୍ତ ଦ୍ୱାରା ସଂକ୍ଷେପଣ। ଫାଷ୍ଟ ଅଛି ଉପକାର କରେ ଯେ ଉପକାରୀ, ଧର୍ମ ଜାଣନ୍ତି ଯେ ଧର୍ମବିତ୍, ଯାହା ଶୁଣା ଯାଇଛି ଶ୍ରୁତ, ଯାହା ଛାଦନ କରେ ଛାତ୍ର, ଯାହାର ନଷ୍ଟ ହୋଇଯିବାର ସ୍ୱଭାବ ଅଛି ନିଃସ୍ୱର, ଦାନ କରେ ଯେ ଦାତା,
ଜଳରେ ଜାତ ହୁଏ ଯାହା ଜଳଜ, ଯିଏ ଜଳୁଅଛି ଜଳନ୍ତା। ସେହିପରି ଭାବରେ ଦେଖିବା ଆମେ ପଢ଼ିବାର ସ୍ୱଭାବ ଯାହାର ପଢ଼ୁଆ, ଶତ୍ରୁକୁ ବଧ କରିଅଛି ଯେ ଶତ୍ରୁଘ୍ନ, ଆଗରେ ଜନ୍ମିଅଛି ଯେ ଅଗ୍ରଜ, ଯିଏ ପୂଜାର ଯୋଗ୍ୟ ପୂଜ୍ୟ ବା ପୂଜନୀୟ, ପରକୁ ତାପ ଦିଏ ଯେ ପରନ୍ତପ, ବେହାୟସରେ ଗମନ କରେ ଯେ ବିହଙ୍ଗ ବିହଙ୍ଗ ବିହଙ୍ଗମ, ଯିଏ ପାଠ କରେ ପାଠକ, ଯିଏ ନୃତ୍ୟ କରେ ନର୍ତ୍ତକ, ଯିଏ ଭିକ୍ଷା କରେ ଭିକ୍ଷୁକ, ଦାନର ଯୋଗ୍ୟ ଦେୟ, ଯାହା କରିବାର ଉଚିତ ବା ଯାହା କରିବା ଉଚିତ କର୍ତ୍ତବ୍ୟ, ହୃଦୟକୁ ହରଣ କରେ ଯେ ହୃଦୟହାରୀ, ଯାହାକୁ ଶାସନ କରାଯାଏ ସେ ଶିଷ୍ୟ, ଶିକ୍ଷା ପାଇଛି ଯେ ଶିକ୍ଷିତ, ଯାହାକୁ ଭୋଜନ କରାଯାଏ ଭଜ୍ୟ, ଯହିଁରେ ଶୟନ କରାଯାଏ ଶଯ୍ୟା, ଯାହାଦ୍ୱାରା ଖେଳାଯାଏ ଖେଳନା। ତାପରେ ଦେଖିବା ଆମେ ସଂକ୍ତ ଦ୍ୱାରା ସଂକ୍ଷେପଣ। ଫାଷ୍ଟ ଅଛି ଭୋଜନ କରିବାର ଇଚ୍ଛା ବୁଭୁକ୍ଷା, ପାନ କରିବାକୁ ଇଚ୍ଛୁକ ପିପାସୁ, ବିଚାର କରିବାର ଇଚ୍ଛା ମୀମାଂସା, ଜୟ କରିବାକୁ ଇଚ୍ଛା କରୁଥିବା ଲୋକ ଜିଗୀଷୁ, କରିବାର ଇଚ୍ଛା ଚିକିତ୍ସା, ଦେଖିବାକୁ ଇଚ୍ଛୁକ ଦିଦୃକ୍ଷୁ, ଜାଣିବାର ଇଚ୍ଛା ଜିଜ୍ଞାସା, ହତ୍ୟା କରିବାର ଇଚ୍ଛା ଜିଘାସା, ଲାଭ କରିବାର ଇଚ୍ଛା ଲିପ୍ସା, କହିବାର ଇଚ୍ଛା ବିବକ୍ଷା। ତାପରେ ଅଛି ଯଙ୍କ୍ତ ଦ୍ୱାରା ସଂକ୍ଷେପଣ। ଯଙ୍କ୍ତ ଦ୍ୱାରା ସଂକ୍ଷେପଣରେ ଫାଷ୍ଟ ଅଛି ପୁନଃ ପୁନଃ ଜଳୁଥିବା ଜାଜୁଲ୍ୟମାନ, ବାରମ୍ବାର ଦୀପ୍ତ ହେଉଥିବା ଦେଦୀପ୍ୟମାନ, ପୁନଃ ପୁନଃ ରଦନ କରୁଥିବା ସ୍ତ୍ରୀ ସମ୍ବନ୍ଧରେ କୁହାଯାଇଛି ରରୁଦ୍ୟମାନ। ତାପରେ ଅଛି ନାମ ଧାତୁ ଦ୍ୱାରା ସଂକ୍ଷେପଣ। ଧାତୁ ଦ୍ୱାରା ସଂକ୍ଷେପଣରେ ଅଛି ଫାଷ୍ଟ ଦଣ୍ଡ ପରି ଠିଆ ହୋଇଥିବା ଦଣ୍ଡାୟମାନ, କରତରେ କାମ କରିବା କରତିବା, ବାଟକୁ ପଠେଇବା ବାଟେଇବା, ଠକ ପରି ଆଚରଣ କରିବା ଠକିବା, ଫେଣ ପରି କରିବା ଫେଣେଇବା, ବଉଳ ଧରିବା ବଉଳିବା, କାନ ଡେରି ଶୁଣିବା କାନେଇବା, ବାଡ଼ିରେ ଆଘାତ କରିବା ବାଡ଼େଇବା, ଛୋଟା ଭଳି ଆଚରଣ କରିବା ଛୋଟେଇବା। ତାପରେ ଅଛି ତଦ୍ଧିତ ଦ୍ୱାରା ସଂକ୍ଷେପଣ। ତଦ୍ଧିତ ଦ୍ୱାରା ସଂକ୍ଷେପଣରେ ଫାଷ୍ଟ ଅଛି ଯଶ ଅଛି ଯାହାର ଯଶବନ୍ତ ବା ଯଶସ୍ୱୀ, ଡରିବା ସ୍ୱଭାବ ଯାହାର ଡରୁକୁଳା ବା ଡରୁଆ, ପାନ ବ୍ୟବସାୟ ଯାହାର ପାନରା, ଧୂଆଁ ଯୁକ୍ତ ହୋଇଛି ଯହିଁରେ ଧୂଆଁଳିଆ, ଭାଇ ସମ୍ବନ୍ଧୀୟ ଭାଇଆଳି, ପୁଅଠାରୁ ଟିକିଏ ଊଣା ଉତ୍ତୁରା, ସାଧୁର ଭାବ ସାଧୁତା, ଭସ୍ମରେ ପରିଣତ ହୋଇଛି ଯେ ଭସ୍ମସାତ, ଆଷାଢ଼ ମାସରେ ଜାତ ଆଷାଢ଼ୁଆ, ଜନକଙ୍କର କନ୍ୟା ଜାନକୀ। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତ ଲାଇକ୍ କରନ୍ତୁ ଏବଂ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଯଦି କିଛି ଭୁଲ ଅଛି ତ କମେଣ୍ଟ ସେକ୍ସନରେ ମୋତେ ନିଶ୍ଚୟ ଜଣାଇବେ, ମୁଁ ମୋ ଭୁଲକୁ ସୁଧାରିବା ପାଇଁ ଚେଷ୍ଟା କରିବି। ଥ୍ୟାଙ୍କ ୟୁ, ଜୟ ହିନ୍ଦ।